एप्रिल पहिलाରୁ ବଢ଼ିଯିବ ମହଙ୍ଗା ଭତ୍ତା। ଅଷ୍ଟମ ବେତନ ଆୟୋଗକୁ ନେଇ ଆସିଲା ନୂଆ ଅପଡେଟ୍। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟ୍ଟି ଆସନ୍ତୁ ଜାଣିବା। ତା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ରଖନ୍ତୁ ଏମିତି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ସବୁଠୁ ପ୍ରଥମେ ପାଇବା ପାଇଁ। ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ମହଙ୍ଗା ଭତ୍ତା ବୃଦ୍ଧି ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ସରକାର ସାଧାରଣତଃ ହୋଲି କିମ୍ବା ଦୀପାବଳି ଭଳି ଗୁରୁତ୍ୱପୂର୍ଣ୍ଣ ପର୍ବଗୁଡ଼ିକରେ ଡିଏ ବୃଦ୍ଧି ପ୍ରକାଶ କରନ୍ତି। ତେଣୁ ହୋଲି ପୂର୍ବରୁ ମାର୍ଚ୍ଚ ଆରମ୍ଭରେ ସକାରାତ୍ମକ ଖବର ପାଇଁ ଆଶା ଥିଲା। ଦୁର୍ଭାଗ୍ୟବଶତଃ ଏଥର ତାହା ହୋଇନାହିଁ। ମାର୍ଚ୍ଚ ମାସ ଶେଷ ହେବାକୁ ବସିଲାଣି, ହେଲେ ଏପର୍ଯ୍ୟନ୍ତ କୌଣସି ସରକାରୀ ଘୋଷଣା କରାଯାଇନାହିଁ। ବର୍ଷକୁ ଦୁଇଥର ବୃଦ୍ଧି ପାଇଥାଏ ଡିଏ। ବାସ୍ତବରେ ସରକାର ବର୍ଷକୁ ଦୁଇଥର ଡିଏ ବୃଦ୍ଧି କରନ୍ତି, ଗୋଟିଏ ଜାନୁଆରୀରେ ଏବଂ ଦ୍ୱିତୀୟ ଥର ଜୁଲାଇରେ କାର୍ଯ୍ୟକାରୀ ହୁଏ। ତଥାପି ଏହି ଘୋଷଣାଗୁଡ଼ିକ ପ୍ରାୟତଃ କିଛି ସପ୍ତାହ ବ୍ୟବଧାନରେ ଆସିଥାଏ। ମହଙ୍ଗା ଭତ୍ତା ଅଲ୍ ଇଣ୍ଡିଆ କଞ୍ଜ୍ୟୁମର ପ୍ରାଇସ୍ ଇଣ୍ଡେକ୍ସ ଫର୍ ଇଣ୍ଡଷ୍ଟ୍ରିଆଲ ୱାର୍କର୍ସର 12 ମାସର ହାରାହାରି ଉପରେ ଆଧାର କରି ନିର୍ଣ୍ଣୟ କରାଯାଏ, ଯାହା ଶ୍ରମିକମାନଙ୍କୁ ମୁଦ୍ରାସ୍ଫୀତି ବିରୋଧରେ ଏକ ଆଶ୍ୱସ୍ତି ପ୍ରଦାନ କରେ। ପୂର୍ବ ବର୍ଷଗୁଡ଼ିକର ଢାଞ୍ଚାକୁ ଲକ୍ଷ୍ୟ କରି ସରକାର ସାଧାରଣତଃ ମାର୍ଚ୍ଚ ଶେଷ କିମ୍ବା ଏପ୍ରିଲ ଆରମ୍ଭରେ ଡିଏ ବୃଦ୍ଧି ଘୋଷଣା କରିଛନ୍ତି। ଉଦାହରଣ ସ୍ୱରୂପ 2025 ପାଇଁ ଡିଏ ବୃଦ୍ଧି ମାର୍ଚ୍ଚ 28ରେ ପ୍ରକାଶିତ ହୋଇଥିଲା, ଯେତେବେଳେ କି 2024ରେ ଏହା ମାର୍ଚ୍ଚ 12ରେ ଘୋଷଣା କରାଯାଇଥିଲା। ଜୁଲାଇ 2025 ଡିଏ ଦୀପାବଳି ପୂର୍ବରୁ 1 ଅକ୍ଟୋବର 2025ରେ ପ୍ରକାଶ କରାଯାଇଥିଲା। ଏହି ଧାରାକୁ ବିଚାର କରି ଏହା ଅନୁମାନ କରାଯାଉଥିଲା ଯେ ଜାନୁଆରୀ 2026 ପାଇଁ ଡିଏ ବୃଦ୍ଧି ଖୁବ୍ ଶୀଘ୍ର ଘୋଷଣା କରାଯାଇପାରେ। ସମ୍ଭାବ୍ୟ ଭାବରେ ମାର୍ଚ୍ଚ ଶେଷ କିମ୍ବା ଏପ୍ରିଲ ଆରମ୍ଭରେ ଯଦି ସରକାର ଏହି ଘୋଷଣା କରନ୍ତି, ତେବେ ବର୍ଦ୍ଧିତ ଡିଏ ଜାନୁଆରୀ 1, 2026ରୁ କାର୍ଯ୍ୟକାରୀ ହେବ ଏବଂ କର୍ମଚାରୀମାନେ ବକେୟା ଟଙ୍କା ସହିତ ଦରମା ପାଇବେ। ଏଆଇସିପିଆଇ ତଥ୍ୟ ଆଧାରରେ ଏଥର ପ୍ରାୟ 2% ଡିଏ ବୃଦ୍ଧି ଆଶା କରାଯାଉଛି। ଯଦି ଏହା ବାସ୍ତବରେ ପରିଣତ ହୁଏ, ତେବେ ବର୍ତ୍ତମାନର 58% ଡିଏ 60%କୁ ବୃଦ୍ଧି ପାଇବ। ତଥାପି ସରକାରଙ୍କ ଅନୁମୋଦନ ପରେ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଡିଏ ବୃଦ୍ଧି ସିଧାସଳଖ କର୍ମଚାରୀଙ୍କ ଦରମାକୁ ପ୍ରଭାବିତ କରିବ, କାରଣ ଏହା ସେମାନଙ୍କ ମୂଳ ଦରମାର 1%କୁ ପ୍ରତିନିଧିତ୍ୱ କରେ। ଉଦାହରଣ ସ୍ୱରୂପ, ଯଦି ଜଣେ କର୍ମଚାରୀଙ୍କ ମୂଳ ଦରମା 30,000 ଟଙ୍କା ହୋଇଥାଏ, ତେବେ 2% ଡିଏ ବୃଦ୍ଧି ପ୍ରତି ମାସରେ ପ୍ରାୟ 600 ଟଙ୍କା ଅଧିକ ହେବ। ସେହିପରି ବିଭିନ୍ନ ଦରମା ସ୍ତରରେ ଥିବା କର୍ମଚାରୀମାନେ ମଧ୍ୟ ସେମାନଙ୍କ ଦରମାରେ ବୃଦ୍ଧି ପାଇବେ, ଯାହାଫଳରେ ସେମାନଙ୍କର ମୋଟ ଆୟ ବୃଦ୍ଧି ପାଇବ। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟ୍ଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ ନାହିଁ।